ଆମେ ସ୍ମରଣ କରି ଏହି ସତ୍ସଙ୍ଗ ପ୍ରାରମ୍ଭ କରିବା। ଓ परमात्मांकर अपार करुणारू प्रत्येक दिन किछि किछि विषय को आमे निजर मस्तिष्क वाणी और आचरण रे प्रभावित हेबा पाई रास्ता दौछु। ए जो क्रियाटा एई क्रिया निज निज स्थिति को आमे जानिकिना करिवा। मोर कौ स्थिति अछि से स्थिति रे मु करिवी, आपणकर कौ स्थिति से स्थिति रे आपण आगकू अनंत यात्रा करिवे। केवल दृष्टिकोण रो विषय रे एठारे चिंतन चालिछि, जो चिंतन की आपण समस्तंकर टिके टिके आहिस्ता आहिस्ता बनी बसुछि। आज आउ गोटे विषय कि प्रत्येक विषय रे प्रत्येक मनुष्य सब बेले चाहुछंती कि परमात्मा को प्राप्त करिवा पाई। समस्तंकर लक्ष्य अछि। ठीक अछि, किछि लोक नास्तिक भी रहिवे, किछि लोक आस्तिक रहिवे, अलगा अलगा प्रकार आस्तिक रहिवे, किंतु ए समस्त नास्तिक ओ आस्तिक ए समस्तंकर गोटिए मात्र लक्ष्य कि सुखी है जीवा, सुखी हेबा पाई चेष्टा करिवा, आउ अन्य कौनसी लक्ष्य नाही। जीवन सारा नियमित भावरे बिना रुकावट रे बिना रोक ठोक रे सुखी हेबा, कंटिन्यूअसली सुखी हेबा, ए गुटे आमर चरम लक्ष्य। या पाई दुखर निवृत्ति पाई चेष्टा करिवा कथा जो पड़िथिला, अथवा त्रिविध दुख अत्यंत निवृत्ति अत्यंत पुरुषार्थ, अति अधिक पुरुषार्थ करिया पाई जो कथाटा पड़िथिला सेटा सुखी हेबा पाई बोली आपण धरि नियंतु। जदि आमर अंत मृत्यु रे हे जाउ थांता ताहले तो किछि कथा नथिला। एबे टिके सुखी है जिबा किंबा दुखी है जिबा कौन अछि, आउ 20 वर्ष परे तो आमे मरी जिबा, आउ तापरे तो आमर अंत है जिबो, तापरे आउ ना सुख ना दुख। केतेक लोक तो एमिति भी भावंती कि भाई एबे मोर दुख आउ सही पारुनी, मो एबे सुइसाइड करिदेवी, गला पट्टी गला, आउ मते दुख मिलिवनी। किंतु एई सब जो स्थिति एइटा आम मानंकर वर्तमान भ्रमटा दूर है सारिलाणी बोली मो भावुछि कि नाई मृत्यु परे मध्य आमे आमर ए सुख दुख पिछारे करोड़ों करोड़ों अरबों वर्ष पर्यंत धाई चाली थिबा, आउ से क्रिया प्रतिक्रिया आमे क्रिया करिवे, आउ प्रतिक्रिया परमात्मा आमको गोटे जन्म देवे, गोटे आउ गोटे शरीर देवे, पुणी से शरीर रे कर्म करिवे, पुणी प्रतिक्रिया देवे, आउ गोटे जन्म देवे। एटा गोटे चिरंतन प्रोसेस गोटिए, एटा कंटिन्यूअसली चालिछि। एई आधार को नैकिना आमे एबे सुखी हेबार उपाय परमात्मा को पाइबा बोली आमे जानी सारिछु। जदि आमे परमात्मा को पाइबा
ତାହେଲେ ଆମେ ସୁଖୀ ହେବା। ଏମିତି ଆମେ ଭାବୁଛୁ, ସତ କଥା। କିନ୍ତୁ ସେଇ ପରମାତ୍ମାଙ୍କୁ ପାଇବା ପାଇଁ ଆମେ କେତେ ଚେଷ୍ଟା କରୁଛୁ, ତାର ନିରୂପଣ ବି ଆମକୁ କରିବାକୁ ପଡ଼ିବ। ଯଦି ଦୀର୍ଘଦିନ ପର୍ଯ୍ୟନ୍ତ ମୁକ୍ତିରେ ଆମେ ସୁଖକୁ ଭୋଗିବା ପାଇଁ ଇଚ୍ଛା କରୁଛୁ, ଏତେ ଲମ୍ବା ସମୟ ପର୍ଯ୍ୟନ୍ତ 31 ନୀଲ 10 ଖରବ 40 ଆରବ ବର୍ଷ ପର୍ଯ୍ୟନ୍ତ ଆମେ ମୁକ୍ତିରେ ଭୋଗ କରିଥାଉ, ଏତେ ଲମ୍ବା ସମୟ, ତାହେଲେ କିଛିଟା ତ ଏଇ ଅଳ୍ପ ସମୟରେ ଆମକୁ କରିବା ଅନିବାର୍ଯ୍ୟତା ଥିବ। ଆମେ କେତେ କେତେ ସେଇ ଦିଗରେ ଆମେ ନିଜକୁ ପ୍ରରୋଚିତ କରି ଆମେ ନିଜକୁ ନେଇ ପାରିଛୁ, ସେଇଟା ଦେଖିବାକୁ, ସେଇଟା ବିବେଚନା କରିବାର ଆବଶ୍ୟକ ରହୁଛି। ଦ୍ୱିତୀୟ କଥା କି ଏଇ ଯୋଉ ସଂସାର ପ୍ରତି ଆମର ଆକର୍ଷଣ ଅଛି, ସେଇ ସଂସାର ଆମକୁ ମିଳି ଚାଲିବ। ସେଇ ପରମାତ୍ମାଙ୍କ ପ୍ରତି ଆମର ଯଦି ଆକର୍ଷଣ ଅଛି, ପରମାତ୍ମା ଆମକୁ ମିଳି ଚାଲିବେ। ଏଇ ଯୋଉ ସ୍ୱାଧୀନତା ଆମ ଭିତରେ ମନୁଷ୍ୟ ଶରୀରର ରହିଲା, ସେଥିପାଇଁ ହିଁ ଏଇ ସୃଷ୍ଟି ଚକ୍ର ଚାଲିଛି। ଆଉ ସେଇ ସୃଷ୍ଟି ଚକ୍ର ଭିତରେ ମନୁଷ୍ୟ ଜନ୍ମ ମାତ୍ର ଏକମାତ୍ର ଯୋଉଟା କି ଅତ୍ୟନ୍ତ ଉପାଦେୟ ଭାବରେ ଆମର ରାସ୍ତାଟା ଖୋଲି ଦିଏ ମୁକ୍ତି ପାଇବା ପାଇଁ। ପୁଣି ସେଇ ସମୟ ପଳେଇଗଲେ, 20-25 ବର୍ଷ ଆଉ ରହିଲା, ସେଇ ସମୟ ପଳେଇଗଲେ ପୁଣି ଆଉ କିଛି ପୁଣି ହେବନି। ପୁଣି ଆମକୁ ଅନ୍ୟ ଜୀବନ, ଅନ୍ୟ ଶରୀରରେ ଆମକୁ ପ୍ରାପ୍ତ କରିବାକୁ ପଡ଼ିବ। ଏଇ ପରିସ୍ଥିତିରେ ଯୋଉ ଉପାଦେୟତା ଆମେ ଏଇ ମନୁଷ୍ୟ ଶରୀରର ଉପଯୋଗରୁ ପାଇବା କଥା, ସେଇଟା ଆମେ କେତେ ପାଉଛୁ? ଏମିତି ତ ନୁହେଁ କି ଏଇଟା ଗୋଟେ ପାର୍ଟ ଟାଇମ ଜବ୍ ଭଳି। ହଁ, ଲାଗିଯାଅ, ଶରୀରର କଣ ଅଛି, ମନର କଣ ଅଛି, ବିଦ୍ୟାର ବୁଦ୍ଧିର କଣ ଅଛି, କଣ୍ଟିନ୍ୟୁଅସଲି ଚାଲିଥାଉ। ଯୋଉ ଆଡକୁ ବି ଯାଉଛି ପାଣି, ସେପଟେ ଆମେ ପତ୍ର ଭଳି ବୋହି ଚାଲିଥିବା। ତାହେଲେ ତ କିଛି ହେଇପାରିବନି, କେବେ ମଧ୍ୟ ହେଇପାରିବନି। ସଂସାରର ପ୍ରବାହଟା ତଳକୁ ତଳ ଚାଲିବ ହିଁ ଚାଲିବ। ଆଉ ସେଇଥିରେ ବୋହିଯିବାଟା ଆମର ଜୀବନର ଉପାଦେୟତା କେବେ ବି ସିଦ୍ଧ ହେଲା ବୋଲି ଭାବିବେ ନାହିଁ। ଏଇଟା ପାର୍ଟ ଟାଇମ ଜବ୍ ମୋଟେ ନୁହେଁ। ଏଇଟା କେବଳ ଅନ୍ୟ 50ଟା କାମ ଆମେ କରୁଥିବା, ଆଉ ସେ 50ଟା କାମ ସାଥିରେ ଏଇଟା ବି ଗୋଟେ 51 ନମ୍ବର କାମ, ସେମିତି ଏଇଟା ନୁହେଁ। ଯଦି ଆମେ ସେମିତି ଭାବୁଛୁ, ତାହେଲେ ଆମର ସମ୍ପୂର୍ଣ୍ଣ ଭୁଲ ଧାରଣା ସେଇ ବିଷୟଟା। ଆମକୁ ଜାଣି ରଖିବାକୁ ପଡ଼ିବ କି ନାଇଁ, ଏଇ ଗୋଟିଏ ଜନ୍ମରେ ହିଁ ଆମେ ପରପାରିକୁ ଯାଇପାରିବା, ସମ୍ଭାବନା ଅଛି। ଏତେ ଦୃଢ଼ତା ସହିତ ଯଦି ଆମେ ଜାଣିବା, ତାହେଲେ ଋଷି କହୁଛନ୍ତି ଉପାୟ କଣ? ଉପାୟ ହେଲା ଈଶ୍ୱର ପ୍ରଣିଧାନ। ଈଶ୍ୱର ପ୍ରଣିଧାନର ଅର୍ଥ ହେଲା ଆପଣ ତପସ୍ୟା, ବିଦ୍ୟା ଆଉ ଶ୍ରଦ୍ଧା, ଏଇ ତିନୋଟି ଯାକ ଯଦି ନେଇକିନା ଆପଣ କାମ କରୁଛନ୍ତି, ଆକ୍ଚୁଆଲି 4ଟା ଅଛି, ଆଉ ଗୋଟିଏ ହେଲା ବ୍ରହ୍ମଚର୍ଯ୍ୟ, ତପସ୍ୟା, ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା ଆଉ ବିଦ୍ୟା। ଏଇ 4ଟା ଯାକ ଯଦି ଆପଣ ନେଇକିନା ଆଗକୁ ବଢି ଚାଲୁଛନ୍ତି, ତାହେଲେ ଆପଣଙ୍କର ସମୟର ଉପାଦେୟତା ସିଦ୍ଧ ହେଇ ଚାଲିଛି। କିନ୍ତୁ ଯଦି ଆପଣ ତପସ୍ୟା ଏବେ କଲେ, ଆଉ ଅଧଘଣ୍ଟା ପରେ ଆଉ କିଛି କରିଦେଲେ, ତାପରେ ଅଧଘଣ୍ଟା ପରେ ବ୍ରହ୍ମଚର୍ଯ୍ୟ ନଷ୍ଟ ହେଇଗଲା, ସେମିତି ଯଦି ଚାଲିବ, ଏଇଟା ଆଉ କାମର ନୁହେଁ। ଏଇ ଜନ୍ମ ବି ସେମିତି ପଶୁ ପକ୍ଷୀ ଭଳି ଆମର ବିତେଇ ଚାଲିଛୁ। ଏବେ ଆମକୁ ଦେଖିବାକୁ ପଡ଼ିବ କି ଈଶ୍ୱର ପ୍ରଣିଧାନର ଅର୍ଥ ହେଲା କି ଆମର ସମସ୍ତ ଦ୍ରବ୍ୟ ଈଶ୍ୱରଙ୍କ ଦୟାରେ ଚାଲିଛି। ଏଇ ସତ୍ୟ ବୁଦ୍ଧିଟାକୁ ଆମେ ରଖିବାକୁ ଆବଶ୍ୟକ ଅଛି। ଯୁକ୍ତିର ସହିତ ରଖିବେ,
ନା କି କହିଦେଲେ ଶୁଣିଦେଲେ ସେଥିପାଇଁ ବିଶ୍ୱାସ କରିଗଲେ, ସେମିତି ନୁହେଁ। ଆପଣ ଯୁକ୍ତିର ସହିତ ମନକୁ ଯଦି ସେଇ ବିଷୟଟା ରୋପଣ କରିଥିବେ ମନରେ, ସେଇ ବିଷୟ ଆଉ କଟି ପାରିବନି। ଆଉ ଆପଣଙ୍କୁ ଡର ବି ଲାଗିବନି ତାର ବିରୁଦ୍ଧାଚରଣ କୌଣସି କଥା ଆଉ ଜଣେ ଯଦି କହିଦେବେ। ଆପଣ ଭୟଭୀତ ହେବେନି। ଆପଣ ତା ପ୍ରତି ଦ୍ୱେଷ ବି କରିବେନି ଯିଏ ବିରୁଦ୍ଧାଚରଣ କଥା କହିଲା। ଆପଣ ସବୁବେଳେ ନିଜକୁ ପରୀକ୍ଷା କରିବାର ସେଇଟା ହିଁ ସୁଯୋଗ କି ଆଉ ଜଣେ ବିରୁଦ୍ଧାଚରଣ କଥାଟା କହୁ, ଆଉ ସେଇ କଥାର ଭିତରେ ବି ମୁଁ ତାର ମାନେ ନିଜର ସ୍ଥିତିକୁ ଦୃଢ଼ ବୋଲି ମୁଁ ଜାଣିପାରୁଛି ନା ନାଇଁ। ଯଦି ସେଇ ଦୃଢ଼ତା ଅଛି, ତାହେଲେ ଯାଇ ଆପଣ ତା ପ୍ରତି ଦ୍ୱେଷ ଜାଗୃତ ହବନି। ନହେଲେ ଆପଣଙ୍କର ନିଜର ପ୍ରତି ଆସ୍ଥା କମ୍ ଥିବାରୁ ଆପଣ ପୁଣି ଟଳିଯିବେ, ଆଉ ତା ପ୍ରତି କ୍ରୋଧ, ତା ପ୍ରତି ଦ୍ୱେଷ କରିଦେବେ। ସେଇଟା ଠିକ ସ୍ଥିତି ହବନି। ତ ଈଶ୍ୱର ପ୍रणिधानକୁ ଦୃଢ଼ତାର ସହିତ କରିବା ପାଇଁ ପ୍ରଥମ କଥା ହେଲା ଶ୍ରଦ୍ଧାର ସହିତ ଈଶ୍ୱର ପ୍ରେମକୁ ନିଜେ ଆଦରି ନେବାଟା। ଈଶ୍ୱର ପ୍ରେମକୁ ସର୍ବ ମହତ୍ୱପୂର୍ଣ୍ଣ, ଅତି ଅଧିକ ମହତ୍ୱ ଈଶ୍ୱରଙ୍କର ପ୍रणिधानକୁ ବା ଈଶ୍ୱରଙ୍କ ବିଷୟରେ ଜାଣିବାଟାକୁ, ଆଉ ଈଶ୍ୱର ଯାହା କହିଛନ୍ତି ତାକୁ କରିବାଟାକୁ, ତାକୁ ହିଁ ମହତ୍ୱ ଦେବାଟା, ସେଇଟା ଆପଣଙ୍କର ଈଶ୍ୱର ପ୍रणिधान। ପ୍ରଥମ କଥା କି ଏଇ ଈଶ୍ୱର ପ୍रणिधानର ଅର୍ଥ ଏମିତି ତ ନୁହେଁ କି ସବୁ ଯାକ ଈଶ୍ୱର କରୁଛନ୍ତି ବୋଲି ଆମେ ଭାବିବା। ନାଇଁ, ସେମିତି ଯଦି ଆମେ ଭାବିବା କି ସବୁ ଯାକ ଈଶ୍ୱର କରୁଛନ୍ତି, ତାହେଲେ ଆମେ ଈଶ୍ୱରଙ୍କର ଗୁଣକର୍ମ ସ୍ୱଭାବର ବିରୁଦ୍ଧାଚରଣ ଆମେ କରୁଥିବାରୁ ସେଇଥିରେ ଈଶ୍ୱର ଖୁସି ହେବେନି। ସିଏ କହିବେ, ତୁମକୁ ବି କରିବାକୁ ମୁଁ ହାତ ଗୋଡ଼ ମନ ବୁଦ୍ଧି ଶରୀର ଦେଇଥିବାରୁ ତୁମେ ଏଇ ସବୁ କଥାରେ ଆଉ ମୋତେ ଆଉ ପୁରାଅନି। ମୋଠୁ ଆଶୀର୍ବାଦ ମାଗ, କିନ୍ତୁ ହାତ ଗୋଡ଼ ନାକ କାନ ଏଇସବୁ ଯଦି ଦେଇଛି, ତାହେଲେ ତୁମେ ପୁଣି କାହିଁକି କହୁଛ କି ନାଇଁ ସବୁ ଯାକ ଈଶ୍ୱର କରୁଛନ୍ତି? ଆପଣଙ୍କୁ ହିଁ କରିବାକୁ ପଡ଼ିବ। ଆପଣଙ୍କୁ ଏଇଠିକି ଆସିବା ବିଷୟରେ ଆପଣ ଭାବନ୍ତୁ କି କିଏ କହିଲେ? ଆପଣ ନିଜର ଶ୍ରଦ୍ଧାରେ ଆସିଲେ, ଆଉ ସେଇ ଶ୍ରଦ୍ଧାରେ ଏଇଠି ପ୍ରତିଦିନ ଆପଣ ମିଶିକିନା କିଛି ଆହୁରି ଉତ୍ସାହ ଆପଣ ପାଇଲେ। ତ ଏଇ ଯୋଉ ପ୍ରକ୍ରିୟା ଏଇଠିକି ଠିକ ସମୟରେ ଆସିବାଟା, ଏଇଟା କେମିତି ହେବ? ଏଇଟା ଆପଣ ହିଁ କରିପାରିବେ। ଏଇଟା ଆପଣଙ୍କ ଉପରେ ନିର୍ଭର ଅଛି। ତାପରେ ଏଇଠି ଯୋଉ ପରିଣାମଟା ଆପଣଙ୍କର ହେବ, ସେଇଟା ଆପଣ ଭୋଗ କରିବେ। ଏଇଟା ଠିକ। କିନ୍ତୁ ସେଇ ପରିବେଶକୁ ନେଇକି ଯିବାଟା, ସେଇଟା ଆପଣଙ୍କର ପୁରୁଷାର୍ଥ, ଆଉ ସେଇଥିରେ ଈଶ୍ୱର ଆପଣଙ୍କୁ ସହଯୋଗ କରନ୍ତି। ମନ ଭିତରୁ, ବୁଦ୍ଧି ଭିତରୁ ଈଶ୍ୱର ସହଯୋଗ କରନ୍ତି। କିନ୍ତୁ ଆପଣଙ୍କର ପୁରୁଷାର୍ଥ ନିଶ୍ଚିତ ଭାବରେ ସେଇଠି ପରିଣାମ ଆଣିବା ପାଇଁ ସ୍ୱତନ୍ତ୍ର ଆପଣ ଅଟନ୍ତି। ତ ଈଶ୍ୱର ପ୍रणिधानର ଅର୍ଥ ଏମିତି ନୁହେଁ କି ସବୁ ଯାକ ଈଶ୍ୱର କରୁଛନ୍ତି। ଏମିତି ଧାରଣା ଯଦି ରଖିବେ, ତାହେଲେ ଆପଣ ପୁଣି ସେଇ ଅନ୍ଧବିଶ୍ୱାସରେ ଫସିଯିବାର ସବୁବେଳେ ସମ୍ଭାବନା ରହିବ। କେତେବେଳେ ବି କାରଣ ଆପଣ ଭାବି ପାରିବେନି କେତେବେଳେ ଆପଣଙ୍କ ଗୋଡ଼ଟା ପିଛଳି ଗଲା। ତାହେଲେ କ'ଣ ପାଇଁ କୁହାହଉଛି କି ସବୁ ଯାକ ଈଶ୍ୱର କରୁଛନ୍ତି? ଏବେ ଆସନ୍ତୁ ବୁଝିବା। ଏଇଟା ପୁଣି ସତ କଥା ହିସାବରେ ବର୍ତ୍ତମାନ ପୁଣି କହିବି ମୁଁ। ଏଇ ଯୋଉ ଆମର ବୁଦ୍ଧିକୁ ଚଳେଇବାଟା, ଆମେ ତ ଚଳଉଛୁ, କିନ୍ତୁ ତା ସାଥିରେ ଈଶ୍ୱର ବି ଆମ ବୁଦ୍ଧିକୁ ଚଳେଇ ପାରନ୍ତି। ସିଏ ଭିତରୁ ହିଁ ପ୍ରେରଣା ଦେଇଦେବେ କି ଯାଅ, ଚାଲି ଚାଲି ଯାଅ, ସ୍କୁଟରରେ ଯାଅ, କାରରେ ଯାଅ, କିନ୍ତୁ ସେଇ ଜାଗାରେ ସତ୍ସଙ୍ଗକୁ ଯାଅ। ଏଇ ପ୍ରେରଣାଟା, ପୁରୁଷାର୍ଥ କରିବାର ଇଚ୍ଛାଟା, ସେଇ ଇଚ୍ଛାଟା ସିଏ ଈଶ୍ୱର ଦେଇପାରନ୍ତି। ସେଇଥିପାଇଁ ତ ଆମେ କହୁ କି ଧିୟୋ ୟୋ ନଃ ପ୍ରଚୋଦୟାତ୍। କୋଉ ମନ୍ତ୍ରର ଏଇଟା ଲାଷ୍ଟ ପାର୍ଟଟା? ଗାୟତ୍ରୀ ମନ୍ତ୍ରର, ନାଇଁ କି? କେହି ଜଣେ ତାନେ ଭିଡିଓରେ ଟିକେ ମୋ ସାଥିରେ କଥା ହେଲା ଭଳି ହେଲେ ଭଲ ଲାଗିବ।
କେହି ଜଣେ ଭିଡିଓ ଖୋଲି ଦିଅନ୍ତୁ। ହଁ ଠିକ ଅଛି କୁନା ଦାଦା ଆପଣ ତାହେଲେ ଭିଡିଓଟାକେ ଅନ୍ କରିକି ରଖନ୍ତୁ, ତାକି ମୁଁ ତାହେଲେ କିଛି ବିଷୟଟା ମୁଁ ବୁଝିବି କି କେହି ଶୁଣୁଛନ୍ତି ବୋଲି। ଜଣେ ଦରକାର, ଜଣେ ମାତ୍ର ନିହାତି ଦରକାର। ତ କଥା ପଡିଛି ଏଇ ଯୋଉ ଈଶ୍ୱର ପ୍रणिधानକୁ ଅତିଶୟ ବ୍ୟାଖ୍ୟା କରିଦିଆ ହେଇକିନା ସବୁ ଯାକ ଈଶ୍ୱର ହିଁ କରୁଛନ୍ତି, ସେଇଟା କଣ ପାଇଁ କୁହା ହୁଏ? ସେଇଟା ହେଲା ଆମର ମନକୁ ପରିବର୍ତ୍ତନ କରିବାର, ଆମର ବୁଦ୍ଧିକୁ ପରିବର୍ତ୍ତନ କରିବାର କ୍ଷମତା ଈଶ୍ୱରଙ୍କର ବହୁତ ଅଧିକ ଅଛି। ସେ ଚାହିଁଲେ ଗୋଟିଏ କ୍ଷଣରେ ସଙ୍ଗେ ସଙ୍ଗେ ଆମର ପୁରା ଅମୂଳଚୂଳ ସଂସାରକୁ ଏଇ ମନ ଭିତରୁ ପରିବର୍ତ୍ତନ କରିଦେଇ ପାରିବେ। ସେଇ ସାମର୍ଥ୍ୟଟା ତାଙ୍କର ଅଛି। ଦ୍ୱିତୀୟ ପଏଣ୍ଟ, କଣ ପାଇଁ କୁହା ହୁଏ କି ଈଶ୍ୱର ସବୁ କରୁଛନ୍ତି? ଈଶ୍ୱର ଆମକୁ ଯେଉଁ ସାଧନ ଦେଇଛନ୍ତି, ସେଇ ସାଧନକୁ ପ୍ରୟୋଗ କରି ଆମେ ଯାହା ଯାହା କର୍ମ ବି କରୁଛୁ, ଆମେ କରୁଥିବା କର୍ମର ମୂଳରେ କିଏ ରହିଲେ? ଏଇ ଶରୀର। ଆଉ ଏଇ ଶରୀର ମୂଳରେ କିଏ ରହିଲେ? ସେଇ ପରମାତ୍ମା। ଯେଉଁ ପରମାତ୍ମା କି ଆମକୁ ଏଇ ଶରୀର ଦେଇଛନ୍ତି, ଆଉ ଶରୀର ମାଧ୍ୟମରେ ଅନେକ କର୍ମ ଆମେ କରୁଥିବାରୁ ସେଇ କର୍ମର ମୂଳରେ ଆମେ ନହୁଁ, ସମ୍ପୂର୍ଣ୍ଣ ମୂଳରେ ସେଇ ପରମାତ୍ମା ରହିଲେ। ମୁଁ ଆପଣଙ୍କୁ କିଛି ଆକାଶ, ବାୟୁ, ଅଗ୍ନିଜଳ, ପୃଥିବୀ ଦେଇଦେବି, ଆପଣ ତାକୁ କଣ ଏମିତି ମଣିଷର ଶରୀର କରିଦେବେ? ଆପଣ କରିପାରିବେନି। ଏକ ତ ଆପଣଙ୍କର ସେଇ ସାମର୍ଥ୍ୟ ନାହିଁ, ନା ଆପଣଙ୍କର ସେଇ ଜ୍ଞାନ ଅଛି। ସେଇ ସାମର୍ଥ୍ୟ ଜ୍ଞାନ ମନୁଷ୍ୟର ନାହିଁ କି ସିଏ ଆଉ ଗୋଟେ ମନୁଷ୍ୟକୁ ବନେଇ ଦେଇପାରିବ। ଯଦି ଏଇଟା ବନୁଛି ଆଉ ମନୁଷ୍ୟ ବନେଇ ପାରୁନି, ତା ଅର୍ଥ ହେଲା ସେଇଟା ଈଶ୍ୱର ବନଉଛନ୍ତି। କାହିଁକି ନା ଜଡ଼ ତତ୍ଵର ଗୋଟିଏ ଲକ୍ଷଣ ହେଲା ସିଏ ନିଜେ ପରିବର୍ତ୍ତିତ ହେଇପାରିବନି। Everybody continues in its state of rest or of uniform motion until unless applied by external force. ତ ସେଇ ଯୋଉ ଏକ୍ସଟର୍ନାଲ ଫୋର୍ସ, ବାହ୍ୟ ଶକ୍ତିଟା ନ ପାଇବା ପର୍ଯ୍ୟନ୍ତ ଏଇ ଆକାଶ, ବାୟୁ, ଅଗ୍ନିଜଳ, ପୃଥିବୀରେ ଏଇ ଶରୀରଟା ବନା ଯାଇପାରିବନି। ଯଦି ଶରୀର ଈଶ୍ୱର ବନେଇଛନ୍ତି, ଯଦି ସିଏ ଆମର ବୁଦ୍ଧିକୁ ବି ପରିଚାଳନା କରିପାରନ୍ତି, ସେଇ ଦୃଷ୍ଟିକୋଣରୁ ଆମକୁ ଜାଣିବାକୁ ପଡିବ କି ହଁ, ଈଶ୍ୱର ହିଁ ସର୍ବୋପରି ଆମର ପିତା ଅଟନ୍ତି। ହଁ, ଈଶ୍ୱର ସେଇ ମହାନ ଆଉ ଅତ୍ୟନ୍ତ ସାମର୍ଥ୍ୟବାନ ଶକ୍ତି ଅଟନ୍ତି। ତାଙ୍କର ଶକ୍ତି ବିନା ଆମର ଏଇ ଜନ୍ମ, ଏଇ ଜୀବନ, ଏଇ ସାରା ଧରା, ସାରା ସଂସାର ସମ୍ଭବ ହିଁ ନୁହେଁ। ଏଇପରି ଭାବରେ ଈଶ୍ୱର ଆମ ସମସ୍ତଙ୍କର ଜୀବନର ମୂଳ ବା ଆଧାର ଅଟନ୍ତି। ଆଉ ସେଇ ଆଧାରକୁ ହିଁ ଆମେ ଭୁଲି ଯିବାଟା ଆମର କୃତଘ୍ନତା ହେଇଥିବାରୁ ଆମେ ପଶୁ ଭଳି ଆମେ ବ୍ୟବହାର କରିବା। କୃତଘ୍ନତା ଆମ ଭିତରେ ଆମକୁ ନଷ୍ଟ କରି ଚାଲିବ। କୃତଜ୍ଞତା ଆମର ସେତେବେଳେ ଆସିବ ଯେତେବେଳେ ଆମେ ଏଇ ସତ୍ୟକୁ ବୁଝିବା। ସତ୍ୟକୁ ଧାରଣ କରିବାଟା ଶ୍ରଦ୍ଧା। ଆଉ ଯଦି ସେଇ ଶ୍ରଦ୍ଧା ମୂଳରେ ଅନ୍ଧବିଶ୍ୱାସ ଅଛି, ରେସନାଲିଟି ନାହିଁ, ତାହେଲେ ଆପଣଙ୍କର ଶ୍ରଦ୍ଧା ନିଶ୍ଚୟ ଭାଙ୍ଗିବ ହିଁ ଭାଙ୍ଗିବ। ତ ଏଇଟା ଆମକୁ ଜାଣିବାକୁ ପଡିଲା କି କଣ ପାଇଁ ଆମେ କହିବା କି ହଁ, ରୋଟିଟା ପରମାତ୍ମାଙ୍କ ଦୟାରୁ ହଉଛି। ଦିଟା ଜିନିଷ, ଗୋଟିଏ ହେଲା ପରମାତ୍ମା ଆମକୁ ବୁଦ୍ଧି ଦେଇଥିବାରୁ ଆମେ କୁକୁର ଭଳି କାମ କରୁନୁ, ଗଧ ଭଳି ଆମେ କରୁନୁ, ଆମେ ଅନ୍ୟ ପଶୁ ପକ୍ଷୀ ଭଳି କରୁନୁ। ବୁଦ୍ଧି ପ୍ରୟୋଗ କରି ସେଇ ଗହମରୁ ଅଟା, ଅଟାରୁ ରୁଟି, ସେଟା କରି ଆମେ ଭୋଜନ କରିବା ପାଇଁ ଈଶ୍ୱର ଆମକୁ ବୁଦ୍ଧି ଦେଇଥିବାରୁ ସେଇ ବୁଦ୍ଧିଦାୟକ ପ୍ରଭୁଙ୍କର ଆମେ ଶରଣାଗତ, କୃତଜ୍ଞ ହେବାର ଆବଶ୍ୟକତା ଅଛି। ଦ୍ୱିତୀୟ କଥା,
कि एई सारा सचराचर जो जगत जोटार कि एइटा भी गोटे अंश, एई शरीरटा भी पंचमहाभूतरे बनिथिबारु जेमिति सेई अन्य द्रव्य गुड़ाक अछि। अन्य द्रव्य हाँ, पाहाड़, पर्वत, गछ, गाई, खुंट, माटी, एई सबु द्रव्य से जदि बनै नथान्ते एई शरीर केबे तिष्टि रही पारंता कि? संभव नुहे। एई शरीर निश्चय नष्ट हो जाइथान्ता। ସେଇଟା ବି ସେଇ ସାରା ପ୍ରକୃତିକୁ ସେଇ ପରମାତ୍ମା ସମ୍ଭାଳି ରଖିଥିବାରୁ ଏଇ ଶରୀର ବଞ୍ଚିବାରେ ସମ୍ଭବ ହଉଛି। ଏଇ ଶରୀରରେ ଆମେ ରୋପିତ ହେଇଛୁ, ଆଉ ସେଇ ଶରୀରକୁ ସେଇ ପ୍ରଭୁ ହିଁ ମେଣ୍ଟେନ କରି ଚାଲିଛନ୍ତି। ଏମିତି ହିସାବରେ ଆମକୁ ଜାଣିବାକୁ ପଡ଼ିବ କି ସେଇ ପ୍ରଭୁଙ୍କ ପାଖରେ ଆମେ କେତେ କୃତଜ୍ଞ ହଉଛୁ ଆଉ କେତେ କୃତଘ୍ନ ଆମେ ଅଟୁ। ଯଦି 24 ଘଣ୍ଟା ଆମେ ମନେ ପକେଇ ପାରୁନୁ କି ହଁ ପ୍ରଭୁ, ଆପଣ ହିଁ ମୋର ସର୍ବେଶ୍ୱର, ଆପଣଙ୍କ ବିନା ଆଉ କୌଣସି କାମ ମୋର ନାହିଁ, କେବଳ ମୁଁ ପରମ ପିତାଙ୍କ ପାଖକୁ ଫେରିଯିବା ପାଇଁ ଇଚ୍ଛୁକ ଅଛି। ହେ ଦୟାଳୁ, ଏଇ ସଂସାର ତ ମୋର ସାଧନ ମାତ୍ର ଅଟେ। ଏଇ ସଂସାରକୁ ମୁଁ ଲକ୍ଷ୍ୟ ଭଳି ଭାବି ଦେଇଥିଲି। ଆଜିଠୁ ଏଇ ସଂସାର ମୋ ପାଇଁ କିଛି ମୂଲ୍ୟ ନାହିଁ ଆପଣଙ୍କ ତୁଳନାରେ। କେବଳ ଆପଣ ହିଁ ଆପଣ ଅଛନ୍ତି। ଅନ୍ୟ ସମସ୍ତ ଦ୍ରବ୍ୟ ଆପଣଙ୍କର ତୁଳନାରେ ଅତ୍ୟନ୍ତ ତୁଚ୍ଛ, ନଗଣ୍ୟ, ସାମାନ୍ୟ, ହୀନ। ମୁଁ ଅନ୍ୟ କୌଣସି ଦ୍ରବ୍ୟରେ ମନକୁ ଲଗେଇବା ପାଇଁ ଚାହିଁବି ନାହିଁ ପ୍ରଭୁ। କେବଳ ଆପଣଙ୍କର ଦୟା ହଉ କି ଆପଣଙ୍କ ପାଖରେ ହିଁ ମୁଁ ନିଜକୁ ସମର୍ପଣ କରିଦେବି। ଆଉ ଆପଣଙ୍କୁ ଯଦି ପାଇପାରିବିନି, ମୋର ଏଇ ଜନ୍ମ ନଷ୍ଟ ହେଇଯିବ ପ୍ରଭୁ। ଦୟା କରିଦିଅନ୍ତୁ। ଏଇ ଯୋଉ ପ୍ରାର୍ଥନା ଆମର ସେତେବେଳେ ଆସିବ ଯେତେବେଳେ ସଂସାରର ପ୍ରତି ଆମେ ଗୁରୁତ୍ୱ ନ ଦେଇ ପ୍ରଭୁଙ୍କ ପ୍ରତି ଗୁରୁତ୍ୱ ଦେବା। ଆଉ ଏଇଟା ଆସ୍ତେ ଆସ୍ତେ ଆସିବା ଆଣିବା ଉଚିତ। ଏଇଟା ଆସ୍ତେ ଆସ୍ତେ ଆମର ମାନସିକ ପୁରୁଷାର୍ଥରେ ଆଣିନେବା, ପାଇଯିବା, ପ୍ରାପ୍ତ କରିନେବା ଆମର ଉଚିତ। ଯଦି ତାକୁ ଆମେ ପ୍ରାପ୍ତ କରିଗଲେ, ପୁଣି ସେଇ ପ୍ରାର୍ଥନା ଯାହା ଯାହା ଆମେ କରିବା, ଯୋଉ ପ୍ରାର୍ଥନା କରିବା ପ୍ରଭୁଙ୍କ ଉପରେ, ପ୍ରଭୁଙ୍କ ବିଷୟରେ, ପ୍ରଭୁ ତାକୁ ପୂରଣ କରି ଚାଲିଥିବାରୁ ଦୈବ ଦୌଡ଼ି ମଣିଷ ଗାଈ କୁହା ହେଲା। ବୁଝନ୍ତୁ, ଦୈବ ଦୌଡ଼ି ମଣିଷ ଗାଈ ବୋଲି ଯଦି ଜଣେ ବୁଝିବ କି ନାଇଁ, ରୋଟିଟା ତାର ମାନେ ପରମାତ୍ମା ବନେଇ ଦେଲେ ବନେଇ ଦିଅନ୍ତୁ, ସେମିତି ନାହିଁ। ଆପଣଙ୍କ ପୁରୁଷାର୍ଥ, ଆପଣଙ୍କ ବୁଦ୍ଧି, ଆପଣଙ୍କ ଆଖି, ନାକ, କାନ ପରମାତ୍ମା ଦେଲା ପରେ ସେ ଆଶା କରୁଛନ୍ତି କି ହଁ, ଇଏ ବି ମତେ ଏଇ ଶରୀରକୁ ରକ୍ଷା କରିବା ପାଇଁ ଚେଷ୍ଟା କରିବ। ସମୟରେ ଖାଇବ, ସମୟରେ ବ୍ୟାୟାମ କରିବ, ସମୟରେ ଶୋଇବ, ବ୍ରହ୍ମଚର୍ଯ୍ୟ ଏଇଟା ପାଳନ କରିବ, ଆଦି ଆଦି ସବୁ କରିକିନା ଏଇ ଶରୀରକୁ ରକ୍ଷା କରିବା ପାଇଁ ଯୋଉ ମୁଁ ଚାହୁଁଛି ବୋଲି ପରମାତ୍ମା କହୁଛନ୍ତି, ମୁଁ ଚାହୁଁଛି କି ମୋର ଏଇ ବନେଇଥିବା ଏଇ ଶିଳ୍ପୀ ମୁଁ, ଆଉ ଏଇଟା ମୋର ମାନେ କଣ ପ୍ରତିମୂର୍ତ୍ତି, ଗୋଟିଏ ପ୍ରତିମୂର୍ତ୍ତି, ତାଙ୍କର ପ୍ରତିମୂର୍ତ୍ତି ନୁହେଁ ଏଇଟା। ଏଇ ମୂର୍ତ୍ତିକୁ ମୁଁ ଯୋଉ ବନେଇଛି, ଏଇ ମୂର୍ତ୍ତିଟା ମୋର ଏଇ ଭକ୍ତ ବି ନିଶ୍ଚୟ ସଂରକ୍ଷଣ କରି ରଖିବ। ଏଇ ଆଶାଟା ସେଇ ପରମାତ୍ମାଙ୍କର ରହୁଛି। ଏଣୁ ଆମକୁ ଅନୁମାନ କରିବାକୁ ପଡ଼ିବ କି ପରମାତ୍ମା କେମିତି ହିସାବରେ ଦୈବ ଦୌଡ଼ି ମଣିଷ ଗାଈର ଅର୍ଥ କଣ ଅଛି, ସେ ସବୁ ଜାଣିବାକୁ ପଡ଼ିବ। ଯଦି ଭକ୍ତ ଗୋଟେ ସ୍ଥିତିକୁ ପହଞ୍ଚି ଆସିଲାଣି, ତାପରେ ସିଏ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବ କି ଦୈବ ଦୌଡ଼ି ମଣିଷ ଗାଈ। ତାକୁ ସେଇ ପରମାତ୍ମା ନେଇ ଚାଲିବେ ନା। ସିଏ ପ୍ରିୟ, ତାଙ୍କ ପରମାତ୍ମାଙ୍କର ପ୍ରିୟ ହେଇ ସାରିଲାଣି। ତାକୁ ଆଉ କଷ୍ଟ ଦେବେନି ପରମାତ୍ମା। ମୋ ପୁଅ ମୋ ପାଖକୁ ଫେରିବା ପାଇଁ ଚେଷ୍ଟା କରୁଛି। ପରମାତ୍ମାଙ୍କୁ ତାକୁ ଟାଣି ଚାଲିବେ। ହଁ ବାପା, ଏପଟେ ଆଉ ଟିକେ ଆଗକୁ ଆ, ଆଉ ଟିକେ ସେଇଟା କର, ମୁଁ ତତେ ଦର୍ଶନ ଦେବି। ଏଇ ଅନୁଭୂତିଟା ନିଜର ସ୍ୱ ଅଭିମାନ,
ଏଇ ସ୍ୱକୁ ଆପଣଙ୍କୁ ତ୍ୟାଗ କଲା ପରେ ଆପଣ ନିଜେ ଅନୁଭବ କରିବେ କି ଆପଣଙ୍କୁ ଆଉ କେହି ଟାଣି ନେଇ ଚାଲିଛି। କାରଣ ଆପଣଙ୍କ ଭିତରେ ଆପଣ ଅଛନ୍ତି ଆଉ ଜଣେ ବି ଅଛନ୍ତି, ସିଏ ହେଲେ ପରମାତ୍ମା। ଆପଣ ବୁଦ୍ଧି ମନକୁ ଚଳଉଛନ୍ତି, ଆଖିକୁ ଚଳଉଛନ୍ତି, ସେଇ ପରମାତ୍ମା ବି ଆପଣଙ୍କର ବୁଦ୍ଧିକୁ ମନକୁ ଚଳେଇବା ସାମର୍ଥ୍ୟ ରଖନ୍ତି। ତ ଆପଣଙ୍କ ସାମର୍ଥ୍ୟ ଏପଟେ ଯାଉଛି, ପରମାତ୍ମାଙ୍କ ସାମର୍ଥ୍ୟ ଏପଟେ ଯାଉଛି। ଆଉ ପରମାତ୍ମା କଣ କରିବେ? ଆପଣଙ୍କର ଅଭିମାନ ମୋଟେ ରଖନ୍ତୁନି। ଆପଣ ଏଇଠି ହିଁ ରହିବା ପାଇଁ ଚେଷ୍ଟା କରନ୍ତୁ। ଯୋଉ ସ୍ଥିତିରେ ଯେମିତି ବି ଅଛନ୍ତି ସେଇ ସ୍ଥିତିରେ ଆପଣ ରୁହନ୍ତୁ। କୌଣସି ରହିବିନି କା ଏପଟେ ଯିବି କୌଣସି ଯଦି ଇଚ୍ଛା ପୋଷଣ କରୁନାହାନ୍ତି, ତାହେଲେ ପରମାତ୍ମାଙ୍କର ଇଚ୍ଛାରେ ଆପଣ ନିଶ୍ଚୟ ପ୍ରରୋଚିତ ହେବେ। ନିଶ୍ଚୟ ଆପଣଙ୍କୁ ପରମାତ୍ମାଙ୍କର ଆକର୍ଷଣ ଅନୁଭବରେ ଆସିବ। ଏଇଟା ସ୍ୱାଭାବିକ କି ଆପଣ ଯଦି ଟାଣୁଛନ୍ତି ଗୋଟିଏ ଜାଗାକୁ, ପରମାତ୍ମାଙ୍କ ଟାଣିବାଟା ଆଉ ହେଇପାରିବନି। ପରମାତ୍ମା କହିବେ, ଭାଇ ଠିକ ଅଛି, ତୁ ଯା ସେଇ ସଂସାରର ଖେଳନା ଗୁଡାକରେ ମନ ଲଗେଇବୁ। ଏଇଟା ମୁଁ କହିଥିଲି, ସଂସାରର ଖେଳନା ଯୋଉ ଗପଟା ଆପଣମାନେ ସମସ୍ତେ ଅନୁଭବ କରିପାରୁଥିବେ, ଆଗରୁ ଯୋଉମାନେ ଶୁଣିଥିଲେ। ତ ଏମିତି ହିସାବରେ ଯଦି ନିଜର ଆମର ଅହଙ୍କାରକୁ ଆମେ ତ୍ୟାଗ କରିଦେବା ଆଉ ପରମାତ୍ମାଙ୍କର ନିଜର ଶକ୍ତିରେ ଆମେ ନିଜକୁ ଛାଡ଼ିଦେବା, ତାହେଲେ ଯାଇ ଆମେ ସେଇ ଦୌଡ଼ି ମଣିଷ ଗାଈ ପଦଟାକୁ ଆମେ ରିଏଲାଇଜ କରିପାରିବା। ଆମେ ଜାଣିପାରିବା କି ଏଇଟା କଣ ପାଇଁ କୁହା ହେଲା। ଏବେ ଦୁଇଟି ବିଷୟ। ଗୋଟିଏ ହେଲା ଆପଣଙ୍କୁ ମାନସିକ କଷ୍ଟ ଲାଗୁଛି, ନିଜର ଯେତେବେଳେ କୌଣସି ସିଦ୍ଧାନ୍ତ ଟିକେ ଟିକେ ଅଲଗା ଜଣାପଡ଼େ, ସେତେବେଳେ ଗୋଟିଏ ମାନସିକ କଷ୍ଟ ହବ। ତାକୁ ଆପଣଙ୍କୁ ସହନ କରିବାକୁ ବାଧ୍ୟ। ଯଦି ସହନ କରି ଚାଲିବେ, ତାହେଲେ ତା ପ୍ରତି ପ୍ରେମ ଆସିବ। ଯୋଉ କଥାଟା ନୂଆ ଆଉ ସତ୍ୟ ଭଳି ଲାଗିଲା। ଦ୍ୱିତୀୟ କଥା, ଏଇଟା ତ ମାନସିକ ତପସ୍ୟା ଆପଣ କରିଦେଲେ, କିନ୍ତୁ ଶାରୀରିକ ତପସ୍ୟା ବି ଆପଣଙ୍କୁ କରିବାର ଅନିବାର୍ଯ୍ୟତା ଅଛି। ଶରୀରକୁ କିଞ୍ଚିତ କିଞ୍ଚିତ କଷ୍ଟ ଦେଇ, ଟିକିଏ ଟିକିଏ କଷ୍ଟ ଦେଇ ଆପଣଙ୍କୁ ସକାଳୁ ଉଠିବାକୁ ପଡ଼ିବ। କିଛି ତ କରିବେ। ଆପଣ ଯଦି ଭାବୁଥିବେ କି ନାଇଁ କିଛି ବି ନ କରି ଏଇଟା ହେଇଯିବ, ଏଇଟା ସେ କାମର ନୁହେଁ। ଆପଣଙ୍କୁ ପ୍ରାକ୍ଟିକାଲି କରିବାକୁ ପଡ଼ିବ। ଗୋଟିଏ ଗ୍ରୁପରେ ମୁଁ କହୁଥିଲି କି ସମସ୍ତେ ଅଧଘଣ୍ଟା କେବଳ ବସି ରହନ୍ତୁ। ବୋଧହୁଏ ଏଇଠି ବି କହିଥିଲି, ହଁ ଏଇଠି କହିଥିଲି। ତ ଯିଏ ବସିବ ସିଏ ବୁଝିବ, ଯିଏ ବସିବନି ସିଏ ବୁଝିବ କୋଉଠୁ? ଏଇଟା ମୁଁ ଏବେ ଆଉ ବାଧ୍ୟ କରୁନି ଆପଣମାନଙ୍କୁ। ଆପଣମାନେ ଆସନ୍ତୁ, ଶୁଣନ୍ତୁ, ଠିକ ଅଛି। ରେକର୍ଡିଂ ହଉଛି, ତାକୁ ବି ଆପଣମାନେ ଶୁଣନ୍ତୁ। କିନ୍ତୁ ଯଦି ଏଇ ଶୁଣିବା କହିବାରେ ଆପଣ ନିଜକୁ ସୀମିତ ରଖିଦେଲେ, ସମୟଟା ପଳେଇଲା। ସମୟ ଯିବ ହିଁ ଯିବ, ସିଏ ତାର ଗତିରେ ଚାଲିଛି 24 ଘଣ୍ଟା ମାତ୍ର। କିନ୍ତୁ ଯଦି ଆପଣ କହିଲେ ଜୀବନରେ, ନା ଆଜିଠୁ ମୁଁ ଗୋଟେ ନୂଆ ମଣିଷ ହିସାବରେ ଜନ୍ମ ନେଲି, ଯାହା ସତ୍ୟ ତାହାକୁ ହିଁ ଗ୍ରହଣ କରିବି ଆଉ ତାହାକୁ ପ୍ରୟୋଗ କରିବି ହିଁ କରିବି। ଅହିଂସା ଯଦି ଉଚିତ, ହଁ, ମୁଁ ମନରେ ବି କାହାରି ପ୍ରତି କ୍ରୋଧ କରିବିନି। ଲୋଭ ଯଦି ଅନୁଚିତ, ଲୋଭକୁ ମୁଁ କେବେ ବି ରଖିବିନି ଭିତରେ, ତାକୁ ତ୍ୟାଗ କରିଦେବି। ଏଇ ପ୍ରକାରରେ ଯଦି ଆପଣ ଏଇ ବିଦ୍ୟାକୁ ଜୀବନରେ ପରିଣତ କରି ଚାଲିବେ, ମ୍ୟାନିଫେଷ୍ଟେସନ ଅଫ୍ ଆଇଡିଆଜ, କେବଳ ଆଇଡିଆଟା କିଛି ଲାଭ ନୁହେଁ। ଆଇଡିଆକୁ ଆପଣ ଏଇ ଜୀବନରେ ରୂପାନ୍ତରିତ କଲାବେଳେ, ତାପରେ ସେଇଠୁ କିଛି ଫଳ ଆସିବ ଆଉ ଆପଣ ତାକୁ ଗ୍ରହଣ କରିବେ। ତା ଆଗରୁ କିଛି ଫଳ ଆସିବନି। ଆପଣ ଯାହା ବି ଶୁଣିବେ, ଆପଣଙ୍କୁ କିଛି କିଛି ଆପଣଙ୍କୁ ଉତ୍ସାହ ଲାଗିପାରେ, କିନ୍ତୁ ଫଳ ସେଇଟା ନୁହେଁ। ଆଉ ଯଦି ଭାବୁଥିବେ ଏମିତି ହିସାବରେ ସଂସ୍କାର ମୋର ନଷ୍ଟ ହେଇଯିବ, ସେଇଟା ତ ମୋଟେ ନୁହେଁ।
ଆପଣଙ୍କୁ କ୍ରିୟାନ୍ୱିତ ହିସାବରେ ସେ ସଂସ୍କାରକୁ ନଷ୍ଟ କରିବାର ସାମର୍ଥ୍ୟକୁ ଜାଣିବାକୁ ପଡ଼ିବ କି ହଁ କ୍ରୋଧ ଆସିଲା, ମୁଁ କ୍ରୋଧ କଲିନି। ହଁ ଅସତ୍ୟ କହିବାର ପରିବେଶ ଆସିଲା, ମୁଁ ସତ୍ୟ କହିଲି। ହଁ ବ୍ରହ୍ମଚର୍ଯ୍ୟ ନଷ୍ଟ କରିବାର ପରିବେଶ ଆସିଲା, ମୁଁ ଉଠିଗଲି। ଏଇ ଯୋଉ ଉଠିବା, ନ କହିବା, ନ ଶୁଣିବା, ଏସବୁ କାମ କିଏ କରିବ? ଏଇଟା ନିଜେ କଲେ ଯାଇ ସେଟା କିଛି ମିଳେ, ନହେଲେ କେମିତି ମିଳିଯିବ? ଆପଣଙ୍କୁ ସେଇ କର୍ମ, ଯୋଉ 10ଟା କର୍ମ ମୁଁ କହିଛି ବାର ବାର, 5ଟା ୟମ, 5ଟା ନିୟମ, ଏଇଟା ଆପଣଙ୍କୁ କରିବାକୁ ପଡିବ। ଏଇଟା ଯେତେ ଆପଣ କରିଚାଲିବେ, ନିଶ୍ଚିତ ଭାବରେ ସେଇଠୁ ଗୋଟେ ରିଟର୍ନ ଆସିବ। ଆଉ ସେଇ ରିଟର୍ନକୁ ଦେଖି ଅନୁଭବ କରିଦେବେ, ହଁ ମୁଁ କଲି ଆଉ ପାଇଲି। ସେତେବେଳେ ଆପଣ ଉତ୍ସାହ ପାଇବେ କି ହଁ ନିଶ୍ଚିତ ଭାବରେ ମୁଁ ଏମିତି ଆହୁରି ଅନ୍ୟ ଜିନିଷ ଗୁଡ କରିବି। ତ ତାକୁ କ୍ରିୟାନ୍ୱିତ କରିବା ପାଇଁ ଆପଣଙ୍କୁ ତପସ୍ୟା କରିବାକୁ ପଡିବ। 2 ପ୍ରକାର ତପସ୍ୟା ଆଜି ମୁଁ କହିଲି, ଗୋଟିଏ ମାନସିକ ତପସ୍ୟା, ଆଉ ଗୋଟେ ଶାରୀରିକ ତପସ୍ୟା। ଆଜି ଏତିକିରେ ଆମେ ରହିବା। ଶାନ୍ତି ପାଠ କରିବା, ପ୍ରଭୁଙ୍କୁ ନିଜ ମନ ଭିତରେ ରଖି ଆମେ ଅତ୍ୟନ୍ତ ପ୍ରେମରେ ତାଙ୍କୁ ଡାକିବା ଆଉ କହିବା କି ହେ ପ୍ରଭୁ, ମୋତେ ଦିଗଦର୍ଶନ ଦିଅନ୍ତୁ, ସତ୍ୟ ମାର୍ଗରେ ନେଇ ଚାଲନ୍ତୁ। शांति शांति शांति। सर्वेभ्यो नमः। सबको सादर नमस्ते जी।